ସମୁଦ୍ର ଗର୍ଭରୁ ସ୍ଥଳଭାଗ ଆଡ଼କୁ ମୁହାଉଛି ସମ୍ଭାବ୍ୟ ବାତ୍ୟା ମନ୍ଥା। ତେବେ ମନ୍ଥାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି କରିଛନ୍ତି, କିନ୍ତୁ ଏସବୁ ଭିତରେ ଅଗ୍ନିଶମ ବିଭାଗର ମଧ୍ୟ ରହିଛି ଗୁରୁ ଦାୟିତ୍ୱ। ତେବେ ମନ୍ଥାକୁ ନେଇ କିଭଳି ରହିଛି ଅଗ୍ନିଶମ ବିଭାଗର ପ୍ରସ୍ତୁତି ଏବଂ ବିଶେଷ କରି ଯେଉଁଭଳି ଭାବରେ ଓଡ଼ିଶାର ଦକ୍ଷିଣ ଦିଗରେ କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ା ସମେତ ଗଜପତି ଜିଲ୍ଲାକୁ କିଭଳି ଆଶଙ୍କା ରହିଛି ଏବଂ ଏ ସମୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏକ ଭୂସ୍ଖଳନ ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି। ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ଆମ ସହିତ ଅଛନ୍ତି ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସାର୍। ସାର୍, কিভাবে ভাবে আশঙ্কা করছেন যেহেতু সম্ভাব্য বাত্যা আসুচি, বিশেষ করে ভূস্খলন যেহেতু পূর্বর আমি দেখিছে যে কলিঙ্গা ঘাটিরে হয়েছিল, তো সেভাবে সমস্যা উপজিবার গোটে আশঙ্কা করা হচ্ছে। কেমতি দেখুছেন, কিভাবে প্রস্তুত করছেন? দেখুন, এথর যে বাত্যাটি আসুচি আন্ধ্রপ্রদেশ কু আসুচি এবং কাকিনাড়া পাখে সে ভূভাগকু স্পর্শ করুচি এবং সেইটা হচ্ছে আমার মালকানগিরি টু পাখাপাখি 200 কিলোমিটার দূর। এবং যেতবে সে পবনটি আসব স্থলভাগে সাধারণত যেত বাত্যা প্রবেশ করে তার শক্তি কমিবাক লাগে। বিশেষ করে পাহাড়িয়া অঞ্চল যদি পাহাড় সম্মুখীন হুয়ে তার গতি কমে। তেণু এইটা যে আম পূর্বঘাট পর্বতমালা আছে তা যোগু আমি আশা করুছু যে হুয়েত পবনর প্রভাব কমিব ধীরে ধীরে। কিন্তু পুরা চিত্রকোଣ୍ଡା দক্ষিণରେ ମାଲକାନଗିରିର ଚିତ୍ରକୋଣ୍ଡା ଠାରୁ ଆରମ୍ଭ କରି ଏପଟେ ଗଜପତିର ମହେନ୍ଦ୍ରଗିରି ପର୍ଯ୍ୟନ୍ତ ଆମର ଗୋଟେ ବିରାଟ ପାହାଡ଼ିଆ ଇଲାକା ଅଛି ଏବଂ ସେଠି ଜନବସତି ଅଛି, ରାସ୍ତାଘାଟ ଅଛି ଏବଂ ଏଗୁଡ଼ିକରେ ବର୍ତ୍ତମାନ ଏବେ ପର୍ଯ୍ୟନ୍ତ ସେ ମାଟି ଓଦା ଅଛି। ତେଣୁ ଯଦି ପ୍ରବଳ ବର୍ଷା କେଉଁ ଜାଗାରେ ହୁଏ ଏବଂ ଏ ପ୍ରକାର ଆଶଙ୍କା ପାଣିପାଗ ବିଭାଗ କରୁଛି, ତାହେଲେ ଭୂସ୍ଖଳନ ବା ଲ୍ୟାଣ୍ଡସ୍ଲାଇଡ୍ର ମାଟି ଅତଡ଼ା ଖସିବାର ଆଶଙ୍କା ରହିଛି। ତେଣୁ ଲୋକମାନଙ୍କୁ ଆମେ ଅନୁରୋଧ କରିବୁ ସେଭଳି ଜାଗାମାନଙ୍କରେ ନ ରହିବା ପାଇଁ, ଯେଉଁଠି ପାହାଡ଼ ତଳେ ବା ଯେଉଁଠି ପାହାଡ଼ରେ ଗଛ ନାହିଁ ସେଭଳିଆ ଜାଗାରେ, ଏଭଳି ଜାଗାରେ ନ ରହି ନିରାପଦ ଜାଗାରେ ରୁହନ୍ତୁ, ରାତିରେ ଟିକେ ସତର୍କ ରୁହନ୍ତୁ ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟ ପ୍ରସ୍ତୁତି କରୁଛନ୍ତି। ସବୁ ବ୍ଲକରେ ସେମାନେ ରଖୁଛନ୍ତି, ଯନ୍ତ୍ର ରଖୁଛନ୍ତି ଲ୍ୟାଣ୍ଡସ୍ଲାଇଡ୍ ହେଲେ ସାଙ୍ଗେ ସାଙ୍ଗେ ଯାଇକରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ। ତେଣୁ ତାକୁ ଆମେ ଏଥର ବହୁତ ଗୁରୁତ୍ୱ ଦେଇଛୁ। ସେ ଅନୁସାରେ ଆମର ଟିମ୍ ଗୁଡ଼ାକ ମଧ୍ୟ ବିଭିନ୍ନ ଜାଗାକୁ ପଠାଇଛୁ। ଗଜପତି ଜିଲ୍ଲାକୁ 7ଟା ଅଧିକା ଟିମ୍ ପଠାଇଛୁ, ମାଲକାନଗିରି ଜିଲ୍ଲାକୁ 3ଟା ଟିମ୍ ପଠାଇଛୁ, ଅନ୍ୟ ଗୁଡ଼ାକ ପାଖାପାଖି ସେଇ ଜିଲ୍ଲାର ଯେଉଁ ଟିମ୍ ଅଛନ୍ତି ଏମିତି କରି 130ଟି ଟିମ୍କୁ ଆମେ ସକ୍ରିୟ କରିଛୁ। ଆଉ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଚାଲିଛି। ତେଣୁ ଆମକୁ ସମସ୍ତଙ୍କୁ ଜନସାଧାରଣଙ୍କୁ ଅନୁରୋଧ କରିବାକୁ ପଡ଼ିବ, ଜନସାଧାରଣଙ୍କୁ ଅନୁରୋଧ କରୁଛୁ ଯେ ବିଶେଷ କରି କିଛି ଯେଉଁ ଜାଗାରେ ପ୍ରବଳ ବର୍ଷାର ଆଶଙ୍କା ରହୁଛି, କାରଣ ତାକୁ ତ ଆମେ ଠିକ୍ ଭାବରେ ଆକଳନ କରିପାରିବାନି ଯେ କେଉଁ ସ୍ଥାନରେ ଏ ପ୍ରକାର ପ୍ରବଳ ବର୍ଷା ହେବ ପାହାଡ଼ିଆ ଅଞ୍ଚଳରେ। ସେଥିପାଇଁ ଟିକେ ସତର୍କ ରହିବା ପାଇଁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛେ। ଦ୍ୱିତୀୟ ହେବ ଯେ ପାହାଡ଼ିଆ ନଦୀ ଗୁଡ଼ାକରେ ପାଣି ବେଳେବେଳେ ଆସିଯାଏ। ଯଦି ପାଣି ଆସିଲା ତାହେଲେ ସେ ପାଣି ଭିତରେ ଲୋକ ନ ପଶନ୍ତୁ। ଯଦି କେଉଁଠି ଉଦ୍ଧାର ଦରକାର ପଡ଼ୁଛି, କେଉଁଠି ଲୋକ ଫସି ରହିଛନ୍ତି, ଆମକୁ ଅନୁରୋଧ କରନ୍ତୁ, ଆମକୁ ଜଣାନ୍ତୁ। 112 ନମ୍ବର ଦ୍ୱାରା ଜଣାନ୍ତୁ, ବ୍ଲକ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ, ଆପଣଙ୍କ ସରପଞ୍ଚକୁ ଜଣାନ୍ତୁ। ଯାହାଫଳରେ ଆମମାନେ ଯାଇକରି ସେଠୁ ନିରାପଦରେ ଲୋକଙ୍କୁ ବାହାର କରିପାରିବୁ। ତେଣୁ ଆମ କର୍ମଚାରୀମାନଙ୍କର ଅନେକ ଦିନର ଅଭିଜ୍ଞତା ଅଛି ଏ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ପାଇଁ। ଆମେ ସମସ୍ତ ପ୍ରସ୍ତୁତି କରିଛୁ। ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟରେ କିଛି ଜିନିଷ ହୁଏ ଯେଉଁଗୁଡ଼ାକ ଆମେ ଆଗରୁ ଆକଳନ କରିପାରେନି। ତେଣୁ ଆମେ ଆଶା କରିବା ସେଭଳି କିଛି ଆଶ୍ଚର୍ଯ୍ୟ ହେବ ନାହିଁ ଏବଂ ଆମେ ଯେଉଁ ପ୍ରସ୍ତୁତି କରୁଛେ ସେ ପ୍ରସ୍ତୁତି ସଫଳ ହେବ ଏବଂ ସମସ୍ତେ ସୁରକ୍ଷିତ ରହିବେ। ବିଶେଷ କରି ଯଦି ଦେଖିବା ଆମେ ସେଇ ସବୁ ଅଞ୍ଚଳରେ ପର୍ଯ୍ୟଟନସ୍ଥଳୀ ରହିଛି, ଅନେକ ପର୍ଯ୍ୟଟକ ମଧ୍ୟ ଆସୁଥିବେ, ସେମାନଙ୍କ ପାଇଁ କ'ଣ ସୂଚନା ରହିବ ଏବଂ ବିଶେଷ କରି ଆମର ଟେକ୍ନୋଲୋଜିରେ ରହିଛି ସେଲ୍ ବ୍ରଡକାଷ୍ଟିଂ, ମୋବାଇଲ ଜରିଆରେ ଆପତକାଳୀନ ସୂଚନା ମଧ୍ୟ ଦେବାର ଯେଉଁ ସୁବିଧା ମଧ୍ୟ ରହିଛି, ସେସବୁ ଦିଗକୁ ଦୃଷ୍ଟିରେ ରଖି କ'ଣ ସୂଚନା ଦିଆଯାଉଛି ଏବଂ ବିଶେଷ କରି ଅଗ୍ନିଶମ ବାହିନୀ ପାଇଁ ଏହିସବୁ ଅଞ୍ଚଳକୁ ରିଚ୍ କରିବା ଏବଂ ରେସ୍କ୍ୟୁ କରିବା ବା ଅପରେସନରେ ସାମିଲ ହେବା କେତେ ଚ୍ୟାଲେଞ୍ଜିଂ ହେବ ଏବଂ କେମିତି ପ୍ଲାନ୍ କରିଛନ୍ତି? ତ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଆଜି ଗୋଟେ ସମୀକ୍ଷା କରିଥିଲେ ଏବଂ ସେଥିରେ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ଥିଲେ ଏବଂ ସେଠି ଯାହା ନିଷ୍ପତ୍ତି ହେଇଛି ସେ ଅନୁସାରେ ସେମାନେ ସବୁ
ହୋଟେଲ ଏବଂ ଟୁର୍ ଅପରେଟର୍ସ ମାନଙ୍କୁ ଜଣାଉଛନ୍ତି। କାରଣ এই ପାହାଡ଼ ଅଞ୍ଚଳକୁ ବିଶେଷ କରି ବିଭିନ୍ନ ସାପ୍ତାହିକ ବଜାର ଦେଖିବା ପାଇଁ ଯାଆନ୍ତି ପର୍ଯ୍ୟଟକ ମାନେ, ସେମାନଙ୍କୁ ହୋଟେଲରେ ରହିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିବା ପାଇଁ କୁହାଯାଇଛି। ମହେନ୍ଦ୍ରଗିରିରେ ଗଲା ବେଳେବେଳେ ଲୋକ ଚଢ଼ି ଯାଆନ୍ତି, ଏଥର ମହେନ୍ଦ୍ରଗିରିରୁ ଖାଲି କରିବା ପାଇଁ ଜିଲ୍ଲା କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତେଣୁ ସମସ୍ତେ ଏ ଦିଗରେ ସଚେତନ ଅଛନ୍ତି। କେଉଁଠି ବି ଜଣେ ଯଦି ଫସି ରହିଛି ସେ ତଥ୍ୟ ଆମକୁ ଯଦି ମିଳେ 112 ମାଧ୍ୟମରେ ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ, ତାହେଲେ ଆମେ ନିଶ୍ଚିତ ଭାବରେ ଯାହା ଉଦ୍ୟମ କରିବା କଥା କରିବୁ ସୁରକ୍ଷିତ ଭାବେ ସେ ଉଦ୍ଧାର କରିବା ପାଇଁ। যেভাবে ভাবে আমি প্রতিক্রিয়া নৌলে তবে সম্ভাব্য বাত্যা পাই জোরদার প্রস্তুতি রয়েছে, লোক সচেতন করা যাচ্ছে এবং বিশেষ করে এ সময় প্রবল বর্ষা, ভূস্খলন এবং বর্ষা জল যোগু জলবন্দী সমস্যা উপজিবার আশঙ্কা করা হচ্ছে। তেণু এই তিনোটি দিগকু নেই অগ্নিশম বিভাগ প্রস্তুত রয়েছে। ভুবনেশ্বরু ক্যামেরা পর্সন বিঘ্নেশ্বরଙ୍କ সহ তাপস ପରିଡ଼ା, କଳିଙ୍ଗ ଟିଭି।